ମଞ୍ଜା ତ ସହଜେ ଦେହ ପାଇଁ ବହୁତ ହେଲ୍ଦି, କିନ୍ତୁ ବନେଇବାର ତରିକା ସମସ୍ତଙ୍କର ଟିକେ ଅଲଗା ଅଲଗା ହୋଇଥାଏ। ଆଜି ମୁଁ କେମିତି ମଞ୍ଜା ତରକାରୀ ବନେଇବି ସେଇଟା ଆପଣମାନଙ୍କ ସହିତ ସେୟାର କରିବି। ଯଦି ଭଲ ଲାଗେ ପ୍ଲିଜ୍ ଛୋଟ ଲାଇକ୍ ସହିତ କମେଣ୍ଟ ଆଣ୍ଡ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଚାଲନ୍ତୁ ପ୍ରଥମେ ମଞ୍ଜାକୁ କାଟିକି ତା ଦେହରୁ ସିଓକୁ ବାହାର କରିନେବା, ଯେଉଁଗୁଡ଼ା ସୂତା ଭଳି ଥାଏ। ତାପରେ ଛୋଟ ଛୋଟ କରି କାଟିକି ତାକୁ ଲୁଣ ହଳଦୀ ଦେଇ 2-3ଟା ସିଟି ଦେଇ ବଢ଼ିଆ ସେ ସିଝେଇକି ରଖିନେବା। ମୁଁ ଯେତେବେଳେ ତରକାରୀ ବସାଇବାକୁ ଗଲି ସେତେବେଳେ ଲାଇନ୍ କଟିଗଲା। ତାପରେ କଡ଼େଇରେ କିଛି ସୋରିଷ ତେଲ ଦେଇ ତେଲ ଗରମ ହୋଇଗଲା ପରେ କଲର୍ ପାଇଁ ଅଳ୍ପ ଟିକେ ଚିନି ଦେବା। ଚିନିଟା ଟିକେ କ୍ୟାରମଲାଇଜ୍ ହେଲା ପରେ ତେଜପତ୍ର ସହିତ 2-3ଟା ଡାଲଚିନି ପକାଇକି 2ଟା କଟା ପିଆଜକୁ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜି ନେବା। ପିଆଜ ବଢ଼ିଆ ସେ ଭାଜି ହେଇଗଲା ପରେ ଆମେ ସେଥିରେ କଲର୍ ପାଇଁ ଆଉ ଟିକେ କାଶ୍ମୀର ଲଙ୍କା ଗୁଣ୍ଡ ଦେଇକି ତାକୁ ଟିକେ ଭାଜି ନେବା। ସେସବୁ ଭଲସେ ଭାଜି ହେଇଗଲା ପରେ ଆମେ ଆଗରୁ ବାଟିକି ରଖିଥିବା ଟମାଟୋ ସହ ଅଦା ରସୁଣ ପେଷ୍ଟର ବଟାକୁ ଦେଇ ତାକୁ ବଢ଼ିଆ ସେ କଷି ନେବା, ଯେମିତି ମସଲାର ତେଲ ଅଲଗା ହେବ। ତାପରେ ଆମେ ସବୁ ପ୍ରକାର ଗୁଣ୍ଡ ମସଲାକୁ ଦେଇ ମସଲାର ତେଲ ଅଲଗା ହେବା ପର୍ଯ୍ୟନ୍ତ କଷିବା। ଗୁଣ୍ଡ ମସଲାରେ ମୁଁ ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଚିକେନ୍ ମସଲା ଆଉ କସ୍ତୁରୀ ମେଥି ଦେଇ ମସଲାର ତେଲ ଅଲଗା ହେବା ପର୍ଯ୍ୟନ୍ତ ପୁଣି କଷିଲି। ସେସବୁ ବଢ଼ିଆ ସେ କଷି ହେଇଗଲା ପରେ ଆମେ ଆଗରୁ କାଟିକି ରଖିଥିବା କଟା ଆଳୁକୁ ଦେଇ ସ୍ୱାଦ ଅନୁସାରେ ଲୁଣକୁ ଦେଇ ତାକୁ 70% ସିଝିବା ପର୍ଯ୍ୟନ୍ତ କଷିବା। ମସଲା ସହିତ ଆଳୁ ବଢ଼ିଆ ସେ କଷି ହେଇଗଲା ପରେ ଆମେ ଆଗରୁ ସିଝେଇ ରଖିଥିବା ମଞ୍ଜାକୁ ଦେଇ ତାକୁ ମଧ୍ୟ କଷି ନେବା। ତରକାରୀ ଯେତେ କଷିବା ଟେଷ୍ଟଟା ସେତେ ବଢ଼ିବ। ତାପରେ ଆମେ ସେଥିରେ ପାଣି ଦେଇ ତାକୁ ଆଉ ମଧ୍ୟ 10-15 ମିନିଟ୍ ସିଝିବା ପାଇଁ ଛାଡ଼ିବା। ମଞ୍ଜା ସହିତ ଆଳୁ ବଢ଼ିଆ ସେ ସିଝିଗଲା ପରେ ଆମେ ଶେଷରେ ଡାଲଚିନି ଗୁଣ୍ଡ ଦେଇ ତାକୁ ମଧ୍ୟ ଆଳୁକୁ ଡଙ୍କି ସାହାଯ୍ୟରେ ଟିକେ ମାସ୍ କରିନେବା। ଲଟପଟିଆ ମଞ୍ଜା ତରକାରୀ ଖାଇବାକୁ ବହୁତ ଟେଷ୍ଟ ଲାଗେ। ଯେହେତୁ ଯେତେ ମଞ୍ଜା ସିଝିଲେ ବି କାଡ଼ୁ କାଡ଼ୁ ଲାଗେ, ସେଥିପାଇଁ ମଞ୍ଜା ଗୁଡ଼ାକୁ ଆମେ ଡଙ୍କି ସାହାଯ୍ୟରେ ଆଉ ଟିକେ ମାସ୍ କରିନେବା। ତାପରେ ଶେଷରେ ଡାଲଚିନି ଗୁଣ୍ଡକୁ ଦେଇ ଆମେ ଘୋଳେଇ ଦେଲା ପରେ ଆମର ଟେଷ୍ଟି ମଞ୍ଜା ତରକାରୀ ପୁରା ଘରେ ରେଡ଼ି। ଥରେ ଏଇ ପ୍ରୋସେସରେ ବନେଇକି ଖାଆନ୍ତୁ ଆଉ କେମିତି ଲାଗିଲା କମେଣ୍ଟରେ ସିଓର ଜଣେଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।